ଦୁଷ୍ଟ ମଣିଷର ସ୍ୱଭାବ କିପରି ହୋଇଥାଏ ଆପଣ ଜାଣିଛନ୍ତି? ପ୍ରତ୍ୟେକଟିରେ ଦୁଇଟି କଥା ଅଛି, ଗୋଟେ ଭଲ ଖରାପ, ଗୋଟେ ଦିନ ରାତି, ଏଇଭଳି ଦୁଇଟି ପରମାତ୍ମା ସଦା ସର୍ବଦା ସୃଷ୍ଟି କରିଥାନ୍ତି। ଗୋଟେ ଭଲ ମଣିଷଟିଏ ଆଉ ଗୋଟେ ଦୁଷ୍ଟ ମଣିଷଟିଏ। ଦୁଷ୍ଟ ମଣିଷ ପ୍ରକୃତରେ ଦେଖିବାକୁ ଗଲେ ସେ ଜନ୍ମରୁ ଦୁଷ୍ଟ ନଥାଏ, ତାହାଙ୍କର ପରିବେଶ ପ୍ରଭାବରେ ସେ ମଣିଷର ପ୍ରକୃତି ବଦଳି ଯାଇଥାଏ, ଭଲ ମଣିଷଠାରୁ ଦୁଷ୍ଟ ପ୍ରକୃତିର ହୋଇଯାଇଥାଏ। ତାହେଲେ ତାର ସ୍ୱଭାବ କିପରି ହେବ? ନା ଦୁଇଟି ଉଦାହରଣ ମୁଁ ଦେବି ଆପଣଙ୍କୁ, ଆପଣ ଭଲ ଭାବରେ ଜାଣିପାରିବେ ଯେ ଦୁଷ୍ଟ ମଣିଷର ସ୍ୱଭାବ କିପରି ହୋଇଥାଏ। ପ୍ରଥମ ଉଦାହରଣ ହେଉଛି ସାପ। ସାପର ଶରୀରରେ ବିଷ ଥାଏ, କିନ୍ତୁ ଦୁଷ୍ଟ ମଣିଷର ହୃଦୟରେ ବିଷ ଥାଏ, ଯାହାଦ୍ୱାରା କି ସେ ଯେଉଁ ସ୍ଥାନରେ ରହିଲେ, ଯେଉଁଠାକୁ ଗଲେ, ଯାହା ସହିତ ମିଶିଲେ ବି ସେ କ'ଣ କରିବ? ଅଶାନ୍ତିର ବାତାବରଣ ସୃଷ୍ଟି କରିବ। କାରଣ ସେ ଦୁଷ୍ଟ ପ୍ରକୃତିର, ତାର ସ୍ୱଭାବ ସେପରି ହୋଇଯାଇଛି। ତା ହୃଦୟରେ ହିଁ ସ୍ନେହ, ପ୍ରେମ, ଆନନ୍ଦ ନାହିଁ। ସଦାସର୍ବଦା ସେ ମଣିଷଟିର ହୃଦୟରେ ହିଁ ଅଶାନ୍ତି ବାତାବରଣ ସୃଷ୍ଟି ହୋଇଛି। ତେଣୁ ଦୁଷ୍ଟ ମଣିଷର ପ୍ରଥମ ଉଦାହରଣ ବାବଦରେ ଆପଣ ଜାଣିପାରୁଥିବେ ଦୁଷ୍ଟ ମଣିଷ ତାର ସ୍ୱଭାବ କିପରି। ଦ୍ୱିତୀୟ ଉଦାହରଣଟି ହେଉଛି ଦୁଷ୍ଟ ମଣିଷର ପ୍ରକୃତି କୋଇଲା ସଦୃଶ। କୋଇଲା ଅର୍ଥ କଳା। ଆପଣ ଦେଖିଛନ୍ତି କୋଇଲାକୁ କଳା, କିନ୍ତୁ ମୁଁ କୌଣସି ରଙ୍ଗ ବାବଦରେ କହୁନାହିଁ, ତାର ଢଙ୍ଗ ବାବଦରେ କହୁଛି, ତା ଅର୍ଥ ତାର ସ୍ୱଭାବ ବାବଦରେ କହୁଛି। ଯଦି ଆପଣ କୋଇଲାଟାକୁ ଧରିବେ ତାହେଲେ ହାତ ଆପଣଙ୍କର କଳା ପଡ଼ିଯିବ, କିନ୍ତୁ ସେହି କୋଇଲାକୁ ଯଦି ଆପଣ ଅଗ୍ନି ସଂଯୋଗ ଦେଇ ଧରିବେ ତାହେଲେ ହାତ ପୋଡ଼ିଯିବ। ତା ଅର୍ଥ ଦୁଷ୍ଟ ବ୍ୟକ୍ତି ସଦାସର୍ବଦା ଚେଷ୍ଟା କରିଥାଏ ସମାଜକୁ ନଷ୍ଟ କରିବା ପାଇଁ ଏବଂ ସମାଜକୁ କଳୁଷିତ କରିବା ପାଇଁ। ତେଣୁ ଯଦି ଆପଣଙ୍କର କେହି ଦୁଷ୍ଟ ମଣିଷ ଅଛନ୍ତି ତାହେଲେ ହିଁ ତାହାକୁ ହିଁ ଜ୍ଞାନ ଦେଇ ଭଲ ମଣିଷଟି କରାନ୍ତୁ। ଏବଂ ଏଇଭଳି ଯଦି କଳିଯୁଗରେ ଦୁଷ୍ଟ ମଣିଷ ଗୁଡ଼ିକ ସୃଷ୍ଟି ହେବେ ତାହେଲେ ସମାଜ ଦିନେ ନା ଦିନେ ନଷ୍ଟ ହେବ, ତାହାର ତିଳେ ମାତ୍ର ସନ୍ଦେହ ନାହିଁ। ଏବଂ ପରମାତ୍ମା ଦୁଷ୍ଟ ମଣିଷଙ୍କୁ ସୃଷ୍ଟି କରିଥାନ୍ତି ତାଙ୍କ ସ୍ୱଭାବ ସେଭଳି ଦେଇ ଏ ସମାଜରେ ଗୋଟେ ବାତାବରଣ ସୃଷ୍ଟି କରିବା ପାଇଁ ଭଲ ମଣିଷ। ଯଦି ଦୁଷ୍ଟ ମଣିଷ ନଥିବେ ତାହେଲେ ଭଲ ମଣିଷ ଆସିବେ କେଉଁଠୁ? ଭଲ ମଣିଷର ଚିହ୍ନ ଆସିବ କେଉଁଠୁ? ତେଣୁ ଦୁଷ୍ଟ ମଣିଷକୁ ପରମାତ୍ମା ବି ସୃଷ୍ଟି କରିଥାନ୍ତି, ଭଲ ମଣିଷକୁ ପରମାତ୍ମା ବି ସୃଷ୍ଟି କରିଥାନ୍ତି। କିନ୍ତୁ ଯିଏ ଦୁଷ୍ଟ ସେ ପରମାତ୍ମାଙ୍କର ପ୍ରିୟ ନୁହେଁ, ଯିଏ ଦୁଷ୍ଟ ସେ ନଷ୍ଟ ହୋଇଯାଇଛି, କିନ୍ତୁ ଯିଏ ଭଲ ମଣିଷ ସେ ପରମାତ୍ମାଙ୍କର ପ୍ରିୟ ଏବଂ ସେ ଶ୍ରେଷ୍ଠ